मृत्यु मुखर पड़ते आम समस्ते मृत्यु मुखर पड़े कि आम रियलाइजेसन ना आमको लगुच हाँ ସେଇଠି ସେ ଦେଖୁଛି ମୋ ବାପା କାଲି ଥିଲେ ପଳେଇଲେ, ମୋ ଯେଉଁ ବଡ଼ ବୋଉ ଥିଲା ସେ ବି ପଳେଇଲାଣି, ଆଉ ମୋର ଆଈ ଥିଲା ସେ ବି ପଳେଇଲାଣି, କିନ୍ତୁ କେବେ ଆମକୁ ଲାଗୁଛି ଆମେ ପଳେଇବା ବୋଲି? এইটা হচ্ছে মায়া। ବ୍ୟକ୍ତି ତା ଆଖି ଆଗରେ ଦେଖେ କି ସମସ୍ତେ ଜନ୍ମ ହେଉଛନ୍ତି ମରି ଯାଉଛନ୍ତି, ସମସ୍ତେ ମରିଗଲେଣି, ସମସ୍ତେ ମରିଗଲେଣି, କିନ୍ତୁ ଏଇଟା ଆକୁ କୁହାଯାଏ କ'ଣ? କମ୍ପ୍ଲେକ୍ସ। ଆଉ କମ୍ପ୍ଲେକ୍ସିଟି, ଭଗବାନ ଆମକୁ ଏମିତି ଗୋଟେ କମ୍ପ୍ଲେକ୍ସିଟି ଭିତରେ ବାନ୍ଧିକି ରଖିଦେଇଛନ୍ତି, ଆମର କେବେ ରିଏଲାଇଜେସନ୍ ହିଁ ହେଉନି ଆମେ କେବେ ମରିବା ବୋଲି। ସବୁ ଜିନିଷ ସତ ହେଇପାରିବ କିନ୍ତୁ ମୃତ୍ୟୁ କେବେ ସତ ନୁହେଁ, ଏମିତି ଆମକୁ ଲାଗୁଛି। ଜୟ ଶ୍ରୀ ଶ୍ରୀ ଗୌର ନିତାଇ, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମହାରାଣୀ କି ଜୟ। ତ ଗୋଟେ ବ୍ୟକ୍ତିର ମନରେ ଗୋଟେ ଦିନରେ 70,000ଟା ଥଟ୍ସ ଆସେ, ଜାଣିଛନ୍ତି ଆପଣ? 70,000ଟା ଚିନ୍ତା ଆସେ। ଏ ମୁଁ ଆଇଏଏସ୍ ଅଫିସର ହେଇଯିବି, ଆଜି ମେନ୍ ଫିଲ୍ମ କ୍ଲିୟର ହେଲା, କାଲିକି ମେନ୍ କ୍ଲିୟର ହେଇଯିବ, ଆଉ ଧର କ୍ଲିୟର ହେଲାନି ଆଉ ଥରେ ପକେଇବା ଏସ୍ଏସ୍ସି ପାଇଁ ଟ୍ରାଏ କରିବା, ଆଉ ନାଇଁ ମୁଁ ବଡ଼ କିଛି ନହେଲେ ମୁଁ ଯାଇ ପଲିଟିକ୍ସ କରିବି, ପଦ୍ମ ଜିତିଲାଣି ମୁଁ ଏଥର ସେଇ ପାଠରେ ରହିଯିବି। ଏମିତି କେତେ ସାରା ଥଟ୍ସ ଆସୁଛି, 70,000ଟା ଥଟ୍ସ। କିନ୍ତୁ ତା ଭିତରେ